ନମସ୍କାର ଭାଇ ଭଉଣୀମାନେ। ଆଜି ମୁଁ ଗୋଟେ ଜିନିଷ ଭାବୁଥିଲି ଯେ ଆମେ ହିଷ୍ଟ୍ରି ଆକ୍ଚୁଆଲି କ'ଣ ପାଇଁ ପଢ଼ନ୍ତି। ହିଷ୍ଟ୍ରି ଆଜିକା ଟାଇମ୍ରେ AI ଅଛି, ଚାଟ୍ GPT ଅଛି, ସେଇ କେସ୍ରେ ହିଷ୍ଟ୍ରିର ଇମ୍ପୋର୍ଟାନ୍ସଟା କ'ଣ ଭାବିଲା ପରେ ମୁଁ ଜାଣିଲି ଯେ ହଁ ଆକ୍ଚୁଆଲି ଇମ୍ପୋର୍ଟାନ୍ସ ତ ଅଛି। ଯେମିତିକି ଆମେ ଜାଣିପାରିବା ଯେ ଆମର ଅରିଜିନ୍ଟା କ'ଣ, ଆମର ଆକ୍ଚୁଆଲି କଲଚର୍ କ'ଣ ସେଇଟା ଜାଣିପାରିବା। ପ୍ଲସ୍ ଆଉ ଗୋଟେ ବେନିଫିଟ୍ ଯେ ଏମିତି ଗୋଟେ କଥାରେ ନାହିଁ, ଅନ୍ଧ ଥରେ ବାଡ଼ି ବଜାଏ। ତେଣୁ ମଣିଷ ପୂର୍ବରୁ କ'ଣ ଭୁଲ କରିଛି ଆମେ ସେଇ ଜିନିଷଟା ଆମେ ହିଷ୍ଟ୍ରିରୁ ଜାଣିପାରିବା। ତ ଯେଉଁ ଭୁଲଟା କରିଥିବା ଆମ ପୂର୍ବପୁରୁଷମାନେ, ଆମେ ସେ ଭୁଲକୁ କେମିତି ନ କରିବା, କେମିତି ରେକ୍ଟିଫାଏ କରିବା, ସେଇ ଜିନିଷଟା ଆମେ ହିଷ୍ଟ୍ରିରୁ ଜାଣିପାରିବା। ଆଉ କ'ଣ ଜାଣିପାରିବା? ଆଉ ଯେମିତିକି ଆମେ ଦେଖିବା ସୋସାଇଟିରେ ଗୋଟେ ଜିନିଷ ଯେଉଁଟା ଅଛି ଆଗରୁ, ଯେମିତି ସପୋଜ୍ ସତୀଦାହ ଥିଲା।